ଯିଶାୟା ପୁସ୍ତକ ଅଧ୍ୟାୟ 1। ଜନତାର ମନ୍ଦ କାର୍ଯ୍ୟ। ଉସିଆ, ଯୋଥାମ, ଆହାଜ, ହେସେକିଆ ନାମକ ଜୁଦାର ରାଜାମାନଙ୍କ ରାଜତ୍ୱ ସମୟରେ ଜୁଦା ତଥା ଜେରୁସଲେମ ସମ୍ବନ୍ଧରେ ଆମୋସଙ୍କ ପୁତ୍ର ଯିଶାୟାଙ୍କୁ ପ୍ରାପ୍ତ ଦର୍ଶନର ବିବରଣୀ। ହେ ନଭମଣ୍ଡଳ ଶୁଣ, ହେ ଧରାଧାମ ଶୁଣ। ପ୍ରଭୁ କହନ୍ତି, ମୁଁ ସନ୍ତାନମାନଙ୍କୁ ପ୍ରତିପାଳନ କଲି, କିନ୍ତୁ ସେମାନେ ମୋ ବିରୁଦ୍ଧରେ ବିଦ୍ରୋହ କରି ଉଠିଛନ୍ତି। ବଳଦ ନିଜ ମୁନିବକୁ ଜାଣେ ଓ ଗର୍ଦ୍ଦଭ ନିଜ ମାଲିକର ଗୁହାଳକୁ ଜାଣେ, କିନ୍ତୁ ଇସ୍ରାଏଲ ଜାଣେ ନାହିଁ, ମୋର ସ୍ୱଜନ ବୁଝନ୍ତି ନାହିଁ। ଜୁଦାର ଶାସ୍ତି ବିଧାନ। ଆହା, ପାପପୂର୍ଣ୍ଣ ରାଜ୍ୟ, ଦୋଷରେ ଭାରଗ୍ରସ୍ତ ଜନତା, ଦୁଷ୍କର୍ମୀମାନଙ୍କ ସନ୍ତାନଗଣ, ଭ୍ରାନ୍ତ ଆଚରଣକାରୀ ପୁତ୍ରବୃନ୍ଦ। ସେମାନେ ପ୍ରଭୁଙ୍କୁ ପରିତ୍ୟାଗ କରିଛନ୍ତି, ଇସ୍ରାଏଲର ପବିତ୍ର ଜଣକଙ୍କୁ ସେମାନେ ଅବମାନନା କରିଅଛନ୍ତି। ସେମାନେ ମୋ ନିକଟରୁ ସମ୍ପୂର୍ଣ୍ଣ ଭାବେ ପୃଥକ ହୋଇଛନ୍ତି। ମୁଁ କ'ଣ ତୁମମାନଙ୍କୁ ଆହୁରି ଆଘାତ କରିବି? ତୁମେମାନେ କାହିଁକି ବିଦ୍ରୋହାଚରଣ କରୁଥିବ? ସମଗ୍ର ମସ୍ତକ କ୍ଷତପ୍ରାପ୍ତ ଓ ହୃଦୟ ନିସ୍ତେଜ ହୋଇ ରହିଅଛି। ଆପାଦ ମସ୍ତକରେ କୌଣସି ଅନାଘାତ ସ୍ଥାନ ନାହିଁ, କେବଳ କ୍ଷତ, ବ୍ରଣ ତଥା ରକ୍ତସ୍ରାବୀ କ୍ଷତ ଦେଖାଯାଏ। ଚିପା ହୋଇ ସେ ସମସ୍ତ ବନ୍ଧାଯାଇ ନାହିଁ, କିମ୍ବା ସେଥିରେ ତୈଳ ଲେପନ କରାଯାଇ ନାହିଁ। ତୁମମାନଙ୍କ ରାଜ୍ୟ ବିଜନ ହୋଇ ରହିଛି, ତୁମ ନଗରୀ ସକୁଳ ଅଗ୍ନି ଦ୍ୱାରା ଦଗ୍ଧ ହୋଇଛି। ତୁମ ଉପରିସ୍ଥିତ ବିଦେଶୀମାନେ ତୁମ ଦେଶକୁ ଗ୍ରାସ କରିଅଛନ୍ତି ଓ ବିଦେଶୀମାନଙ୍କ ଦ୍ୱାରା ବିଧ୍ୱସ୍ତ ହୋଇଥିବା ଭଳି ତାହା ଜନଶୂନ୍ୟ ହୋଇଛି। ଦ୍ରାକ୍ଷା ଉଦ୍ୟାନରେ ଥିବା କୁଡ଼ିଆ, କାକୁଡ଼ି କ୍ଷେତରେ ଅବସ୍ଥିତ ବାସ ଓ ଏକ ଅବରୁଦ୍ଧ ନଗରୀ ସଦୃଶ ସିୟନର କନ୍ୟା ଉତ୍କ୍ଷେପିତ ହୋଇଛନ୍ତି। ସେନାଧୀଶ ପ୍ରଭୁ ଯଦି ଆମମାନଙ୍କ ମଧ୍ୟରୁ କେତେକଙ୍କୁ ଅବଶିଷ୍ଟ ରଖି ନଥାନ୍ତେ, ତେବେ ଆମେ ସୋଦୋମ ସଦୃଶ ହୋଇଥାନ୍ତୁ ଓ ଗମୋରା ସମ ହୋଇଥାନ୍ତୁ। ହେ ସୋଦୋମର ଶାସକମାନେ, ପ୍ରଭୁଙ୍କର ବାକ୍ୟ ଶୁଣ। ହେ ଗମୋରା ନିବାସୀମାନେ, ଆମ ଈଶ୍ୱରଙ୍କ ଶିକ୍ଷା ପ୍ରତି ମନୋଯୋଗୀ ହୁଅ। ପ୍ରଭୁ କହନ୍ତି, ତୁମମାନଙ୍କର ସଂଖ୍ୟାଧିକ ନୈବେଦ୍ୟରେ ମୋର କ'ଣ ପ୍ରୟୋଜନ? ପୁଙ୍ଗ-ମେଷ ଗୁଡ଼ିକର ହୋମ ବଳି ତାହା ହୃଷ୍ଟପୃଷ୍ଟ ପଶୁମାନଙ୍କ ମେଦ ମୋ ନିମନ୍ତେ ଯଥେଷ୍ଟ ହୋଇଛି। ବୃଷ, ମେଷଶାବକ କିମ୍ବା ପୁଙ୍ଗ ଛାଗମାନଙ୍କ ରକ୍ତରେ ମୁଁ ଆହ୍ଲାଦିତ ନୁହେଁ। ମୋର ସନ୍ନିଧାନକୁ ଆସିବା ସମୟରେ ମୋର ପ୍ରାଙ୍ଗଣକୁ ପଦଦଳନ କରିବା ପାଇଁ କିଏ ତୁମମାନଙ୍କ ଠାରୁ ଆସିଅଛି? ଆଉ କେବେ ହେଁ ବ୍ୟର୍ଥ ନୈବେଦ୍ୟ ଉତ୍ସର୍ଗ କର ନାହିଁ। ଧୂପାର୍ଚ୍ଚନାକୁ ମୁଁ ଘୃଣା କରେ। ତୁମମାନଙ୍କ ଅମାବାସ୍ୟା, ସାବତ ତଥା ସମାବେଶ, ଅପରାଧ ତଥା ଆଡ଼ମ୍ବରପୂର୍ଣ୍ଣ ସମାବେଶ ମୋ ପକ୍ଷରେ ଅସହ୍ୟ। ତୁମମାନଙ୍କର ଅମାବାସ୍ୟା ତଥା ନିରୂପିତ ଉତ୍ସବ ଗୁଡ଼ିକୁ ମୋ ଆତ୍ମା ଘୃଣା କରେ। ସେ ସମସ୍ତ ମୋ ପ୍ରତି ଦୁର୍ବହ, ସେଗୁଡ଼ିକ ମୋ ପାଇଁ ଅସହନୀୟ। ତୁମେମାନେ ଯେତେବେଳେ ତୁମ ହାତ ବଢ଼ାଇବ, ସେତେବେଳେ ମୋ ମୁଖକୁ ମୁଁ ତୁମଠାରୁ ଲୁଚାଇବି। ତୁମେମାନେ ଯେତେ ପ୍ରାର୍ଥନା କଲେ ମଧ୍ୟ ମୁଁ ଶୁଣିବି ନାହିଁ। ତୁମ ହସ୍ତ ରକ୍ତରେ କଳଙ୍କିତ। ନିଜ ନିଜକୁ ଧୌତ କରି ଶୁଦ୍ଧପୂତ ହୁଅ। ତୁମ ଦୁଷ୍କର୍ମ ଗୁଡ଼ିକୁ ମୋ ଚକ୍ଷୁ ସମ୍ମୁଖରୁ ଦୂରେଇ ନିଅ ଓ ମନ୍ଦ କାର୍ଯ୍ୟରୁ ନିବୃତ୍ତ ହୁଅ। ସତ୍କର୍ମ କରିବା ପାଇଁ ଶିକ୍ଷା ଲାଭ କର। ନୀତିନିଷ୍ଠା ସନ୍ଧାନ କର ଓ ଅତ୍ୟାଚାରିତମାନଙ୍କୁ ସାହାଯ୍ୟ କର। ପିତୃହୀନମାନଙ୍କ ଉଦ୍ଦେଶ୍ୟରେ ନ୍ୟାୟ ବିଚାର କର ଓ ବିଧବାମାନଙ୍କ ସପକ୍ଷରେ ଯୁକ୍ତି ବାଢ଼। ପ୍ରଭୁ କହନ୍ତି, ଆସ ଆମେ ପରସ୍ପର ମଧ୍ୟରେ ବିଚାର ଆଲୋଚନା କରିବା।
ଯଦିଓ ତୁମମାନଙ୍କ ପାପ ଗାଢ଼ ଲୋହିତ ବର୍ଣ୍ଣ ପରି, ତଥାପି ସେ ସମସ୍ତ ହିମ ସଦୃଶ ଶୁଭ୍ର ହେବ। ତାହା ଯଦିଓ ରକ୍ତ ବର୍ଣ୍ଣ ତୁଲ୍ୟ, ତଥାପି ତାହା ମେଷଲମ ସଦୃଶ ହେବ। ଅନୁଗତ ହେବା ପାଇଁ ତୁମେମାନେ ଯଦି ସମ୍ମତ, ତେବେ ତୁମେ ଭୂମିରୁ ଉତ୍ପନ୍ନ ଫଳ ଉପଭୋଗ କରିବ। କିନ୍ତୁ ତୁମେମାନେ ଯଦି ବିଦ୍ରୋହ କରି ଅସମ୍ମତ ହୁଅ, ତେବେ ତୁମେ ଖଡ଼୍ଗର ଭୋଜ୍ୟ ହେବ, କାରଣ ପ୍ରଭୁଙ୍କର ମୁଖ ଏହା କହିଅଛି। ନୀତିନିଷ୍ଠାପୂର୍ଣ୍ଣ ବିଶ୍ୱସ୍ତ ନଗରୀ କିପରି ଜଣେ ଗଣିକାରେ ପରିଣତ ହୋଇଛି, ଯେଉଁଠାରେ ଏକଦା ନୀତିନିଷ୍ଠା ବାସ କରୁଥିଲା, ସେହିଠାରେ ବର୍ତ୍ତମାନ ନରହନ୍ତାମାନେ ରହନ୍ତି। ତୁମର ରୌପ୍ୟ ଖାଦରେ ପରିଣତ ହୋଇଛି, ତୁମର ଦ୍ରାକ୍ଷାରସ ଜଳରେ ମିଶ୍ରିତ ହୋଇଛି। ତୁମ ଅଧିପତିମାନେ ବିଦ୍ରୋହୀ ତଥା ତସ୍କରମାନଙ୍କର ସହଚର ହୋଇଛନ୍ତି। ପ୍ରତ୍ୟେକ ଲାଞ୍ଚ ଗ୍ରହଣରେ ଆସକ୍ତ ଓ ଉପହାର ନିମନ୍ତେ ଲାଳାୟିତ। ସେମାନେ ପିତୃହୀନମାନଙ୍କ ସପକ୍ଷରେ ବିଚାର କରନ୍ତି ନାହିଁ ଓ ବିଧବାମାନଙ୍କ ସମ୍ବନ୍ଧରେ କୌଣସି ବିବେଚନା କରନ୍ତି ନାହିଁ। ସୁତରାଂ ସେନାଧୀଶ ପ୍ରଭୁ ଇସ୍ରାଏଲର ଶକ୍ତିମାନ କହନ୍ତି, ହଁ, ମୋର କ୍ରୋଧ ମୁଁ ମୋର ଶତ୍ରୁମାନଙ୍କ ଉପରେ ବର୍ଷଣ କରିବି। ମୋର ବିରୋଧୀମାନଙ୍କ ବିପକ୍ଷରେ ସ୍ୱୟଂ ମୁଁ ପ୍ରତିଶୋଧ ନେବି। ମୋର ହସ୍ତକୁ ମୁଁ ତୁମ ବିରୁଦ୍ଧରେ ଉତ୍ତୋଳନ କରିବି। ଅଗ୍ନିକୁଣ୍ଡରେ ଘଟୁଥିବା ଭଳି ତୁମ ଖାଦକୁ ତରଳାଇ ମୁଁ ତୁମକୁ ପରିଷ୍କାର କରିବି ଓ ତୁମଠାରୁ ସମସ୍ତ ମିଶ୍ରିତ ଧାତୁ ଅପସାରଣ କରିବି। ଆଦ୍ୟକାଳ ପରି ତୁମ ନ୍ୟାୟାଧୀଶମାନଙ୍କୁ ଓ ପ୍ରାରମ୍ଭ ସମୟ ସଦୃଶ ତୁମ ଉପଦେଶକମାନଙ୍କୁ ମୁଁ ପୁନଃସ୍ଥାପିତ କରିବି। ତତ୍ପରେ ତୁମେ ନୀତିନିଷ୍ଠାର ନଗରୀ ତଥା ବିଶ୍ୱସ୍ତ ନଗରୀ ନାମରେ ଅଭିହିତ ହେବ। ସିୟନ ନୀତିନିଷ୍ଠ ଦ୍ୱାରା ଓ ତନ୍ମଧ୍ୟବାସୀମାନଙ୍କ ମଧ୍ୟରୁ ଯେଉଁମାନେ ଅନୁତପ୍ତ, ସେମାନେ ନ୍ୟାୟପରାୟଣତା ଦ୍ୱାରା ମୁକ୍ତି ପ୍ରାପ୍ତ ହେବେ। କିନ୍ତୁ ବିଦ୍ରୋହୀ ତଥା ପାପୀମାନେ ସମ୍ମିଳିତ ଭାବେ ବିଲୁପ୍ତ ହେବେ ଏବଂ ଯେଉଁମାନେ ପ୍ରଭୁଙ୍କୁ ପରିତ୍ୟାଗ କରନ୍ତି, ସେମାନେ ନିଶ୍ଚିହ୍ନ ହେବେ। ଯେଉଁ ଓକ୍ ବୃକ୍ଷ ସକଳ ସମ୍ବନ୍ଧରେ ତୁମେମାନେ ଆନନ୍ଦିତ ହୋଇଥିଲ, ସେ ସମ୍ପର୍କରେ ତୁମେମାନେ ଲଜ୍ଜିତ ହେବ। ଯେଉଁ ଉଦ୍ୟାନଗୁଡ଼ିକ ତୁମେମାନେ ମନୋନୀତ କରିଥିଲ, ସେ ସମ୍ବନ୍ଧରେ ତୁମେମାନେ ଲଜ୍ଜିତ ହେବ। କାରଣ ତୁମେମାନେ ପତ୍ର ଝଡ଼ି ଯାଉଥିବା ଓକ୍ ବୃକ୍ଷ ସଦୃଶ ଅଶୁଷ୍କ ଉଦ୍ୟାନ ସଦୃଶ ହେବ। ଯିଏ ଶକ୍ତିଶାଳୀ, ସେ ଛଣପଟ ସଦୃଶ ଓ ତାର ହସ୍ତକୃତ ଅଗ୍ନିକଣା ତୁଲ୍ୟ ହେବ। ସେ ଉଭୟ ଏକତ୍ର ଜଳିବେ ଓ ତାହାକୁ ନିର୍ବାପିତ କରିବା ପାଇଁ କେହି ନଥିବେ। ଅଧ୍ୟାୟ 2। ସୁରକ୍ଷାର କେନ୍ଦ୍ର ଜେରୁସାଲେମ। ଜୁଦା ତଥା ଜେରୁସାଲେମ ସମ୍ବନ୍ଧରେ ଆମୋସଙ୍କ ପୁତ୍ର ଜିସାୟାଙ୍କ ପ୍ରତି କଥିତ ବଚନ। ପ୍ରଭୁଙ୍କର ଆଳୟ ଯେଉଁଠାରେ ପ୍ରତିଷ୍ଠିତ, ସେହି ପର୍ବତ ଅନ୍ତିମ କାଳରେ ଅନ୍ୟ ସମସ୍ତ ପର୍ବତ ଅପେକ୍ଷା ସର୍ବୋଚ୍ଚ ରୂପେ ପ୍ରତିଷ୍ଠିତ ହେବ ଓ ତାହା ସମସ୍ତ ପାହାଡ଼ ଅପେକ୍ଷା ଉଚ୍ଚତର ହେବ। ସମସ୍ତ ଜନତା ତାହା ସମୀପକୁ ପ୍ରବାହିତ ହେବେ। ପୁଣି ସଂଖ୍ୟାଧିକ ଜନତା ଆସି କହିବେ, ଆସ, ଆମେ ପ୍ରଭୁଙ୍କ ପର୍ବତକୁ, ଯାକୁବଙ୍କ ଈଶ୍ୱରଙ୍କର ଆଳୟକୁ ଯାତ୍ରା କରିବା। ତାହାଙ୍କର ମାର୍ଗାବଳୀ ସମ୍ବନ୍ଧରେ ସେ ଆମକୁ ଶିକ୍ଷା ଦେବେ ଓ ତାହାଙ୍କ ପଥରେ ଆମେମାନେ ବିଚରଣ କରିବା। କାରଣ ପ୍ରଭୁଙ୍କର ବିଧାନ ସିୟନରୁ ଓ ତାହାଙ୍କର ବଚନ ଜେରୁସାଲେମରୁ ନିର୍ଗତ ହେବ। ସେ ଜନତା ମଧ୍ୟରେ ବିଚାର ସାଧନ କରିବେ ଓ ଜାତି ସମୂହ ମଧ୍ୟରେ ନିଷ୍ପତ୍ତି ନେବେ। ଆଉ ସେମାନେ ସେମାନଙ୍କ ଖଡ଼୍ଗ ସବୁକୁ ପିଟି, ଲଙ୍ଗଳ ଓ ବର୍ଚ୍ଛା ସମୂହକୁ ପିଟି ଦାରେ ପରିଣତ କରିବେ। ଦେଶ ବିରୁଦ୍ଧରେ ଦେଶ ଖଡ଼୍ଗ ଉଠାଇବ ନାହିଁ, କିମ୍ବା ସେମାନେ ଯୁଦ୍ଧ ବିଦ୍ୟା ଆଉ
ଶିକ୍ଷା କରିବେ ନାହିଁ। ହେ ଯାକୁବଙ୍କ ଗୃହ, ଆସ ଆମେ ପ୍ରଭୁଙ୍କ ଆଲୋକରେ ଯାତ୍ରା କରିବା। ପ୍ରଭୁଙ୍କର ଦିନ। ତୁମ ସଜନ ଯାକୁବଙ୍କ ଗୃହ ତୁମେ ଉପେକ୍ଷା କରିଅଛ, କାରଣ ରାଜ୍ୟଟି ପୂର୍ବଦେଶୀୟ ନିଗୁଢ଼ ବିଷୟ ସନ୍ଧାନକାରୀମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଓ ସେମାନେ ଫିଲିସ୍ତୀୟମାନଙ୍କ ଭଳି ଜ୍ୟୋତିର୍ବିଦ୍ ହୋଇଛନ୍ତି। ସେମାନେ ବିଦେଶୀମାନଙ୍କ ସହ ହାତ ମିଳାନ୍ତି। ସେମାନଙ୍କ ଦେଶ ରୌପ୍ୟ ତଥା ସ୍ୱର୍ଣ୍ଣରେ ପରିପୂର୍ଣ୍ଣ ଓ ସେମାନଙ୍କ ଧନ ସମ୍ପଦ ଅପରିମିତ। ସେମାନଙ୍କ ଦେଶ ଘଟକ ଦ୍ୱାରା ପରିପୂର୍ଣ୍ଣ ଓ ସେମାନଙ୍କର ରଥସମୂହ ଅଗଣନୀୟ। ସେମାନଙ୍କ ଦେଶ ପିତୁଳାପୂର୍ଣ୍ଣ। ସେମାନେ ସେମାନଙ୍କ ନିଜ ହସ୍ତକୃତ ତଥା ନିଜ ଆଙ୍ଗୁଳି ନିର୍ମିତ ବସ୍ତୁ ସମ୍ମୁଖରେ ପ୍ରଣିପାତ କରନ୍ତି। ମନୁଷ୍ୟ ବିନୀତ କରାହୁଏ, ପୁଣି ମନୁଷ୍ୟଗଣ ନିଜକୁ ଅବନମିତ କରନ୍ତି। ସେମାନଙ୍କୁ କ୍ଷମା ଦିଅ ନାହିଁ। ଶୈଳ ଫାଟକରେ ପ୍ରବେଶ କର, ଧୂଳିରେ ଗୁପ୍ତ ହୋଇ ରୁହ। ସେହିପରି ପ୍ରଭୁଙ୍କର ଆତଙ୍କ ସମ୍ମୁଖରୁ ଓ ତାଙ୍କର ମହତ୍ତର ଗୌରବରୁ ରକ୍ଷା ପ୍ରାପ୍ତ ହୁଅ। ମନୁଷ୍ୟର ଅହମିକାପୂର୍ଣ୍ଣ ଦୃଷ୍ଟିପାତ ବିନୀତ କରାଯିବ, ମନୁଷ୍ୟର ଔଦ୍ଧତ୍ୟ ଅବନମିତ କରାଯିବ। ଆଉ ସେହିଦିନ କେବଳ ପ୍ରଭୁ ଉନ୍ନୀତ ହେବେ, କାରଣ ସେନାଧୀଶ ପ୍ରଭୁଙ୍କର ଏକ ଦିନ ଅଛି। ଅହଙ୍କାରୀ, ଉଦ୍ଧତ, ଉନ୍ନତ ତଥା ଉଚ୍ଚ ଭାବ ବିଶିଷ୍ଟ ସମସ୍ତଙ୍କର ବିପକ୍ଷ ଏକ ଦିବସ। ଲେବାନନର ଉଦ୍ଧତ ତଥା ଉନ୍ନତ ସମସ୍ତ ଦେବଦାରୁ, ବାସାନର ସମସ୍ତ ଓକ୍ ବୃକ୍ଷ, ସମସ୍ତ ଉଚ୍ଚ ପର୍ବତ ତଥା ସମସ୍ତ ଉଦ୍ଧତ ପାହାଡ଼, ସମସ୍ତ ଉଚ୍ଚ ଗମ୍ବୁଜ ତଥା ସମସ୍ତ ସୁଦୃଢ଼ ପ୍ରାଚୀର, ତାର୍ଷିଶର ସମସ୍ତ ଜାହାଜ ତଥା ସମସ୍ତ ମନୋହର କାରୁକାର୍ଯ୍ୟ ବିପକ୍ଷ ଏକ ଦିବସ। ଆଉ ମନୁଷ୍ୟର ଅହଙ୍କାର ବିନୀତ କରାହେବ, ମନୁଷ୍ୟର ଔଦ୍ଧତ୍ୟ ଅବନମିତ କରାହେବ। ସେହିଦିନ କେବଳ ପ୍ରଭୁ ଉନ୍ନୀତ ହେବେ। ପିତୁଳା ସବୁ ବିଧ୍ୱସ୍ତ ହେବେ। ପୃଥିବୀକୁ ପ୍ରକମ୍ପିତ କରିବା ପାଇଁ ପ୍ରଭୁ ଯେବେ ଆଗମନ କରିବେ, ତେବେ ତାହାଙ୍କର ଆତଙ୍କ ତଥା ମହତ୍ତର ଗୌରବରୁ ଲୋକେ ଶୈଳ ଗୁମ୍ଫା ତଥା ଭୂପୃଷ୍ଠସ୍ଥ ଗହ୍ୱର ମଧ୍ୟରେ ପ୍ରବେଶ କରିବେ। ପୃଥିବୀକୁ ପ୍ରକମ୍ପିତ କରିବା ପାଇଁ ପ୍ରଭୁ ଯେବେ ଉଠିବେ, ତେବେ ତାହାଙ୍କର ଆତଙ୍କ ତଥା ମହତ୍ତର ଗୌରବରୁ ରକ୍ଷା ପାଇବା ପାଇଁ ଲୋକେ ଉପାସନା କରିବା ନିମନ୍ତେ ଯେଉଁ ପିତୁଳା ସବୁ ରୌପ୍ୟ ତଥା ସ୍ୱର୍ଣ୍ଣରୁ ପ୍ରସ୍ତୁତ କରିଥିଲେ, ସେ ସମସ୍ତକୁ ମୂଷିକ ତଥା ବାଦୁଡ଼ି ସମ୍ମୁଖରେ ନିକ୍ଷେପ କରିବେ ଓ ଶୈଳ ଗହ୍ୱର ତଥା ପଥର ଫାଟରେ ପ୍ରବେଶ କରିବେ। ମନୁଷ୍ୟଠାରୁ ଦୂରେଇ ରୁହ, ଯାହାର ନାସାରନ୍ଧ୍ର ଶ୍ୱାସବାୟୁ ବିଶିଷ୍ଟ, କାରଣ ତାର ମୂଲ୍ୟ କ'ଣ? ଅଧ୍ୟାୟ 3। ଜେରୁସଲେମର ଅରାଜକତା। ଦେଖ, ପ୍ରଭୁ ସେନାଧୀଶ ପ୍ରଭୁ ଜେରୁସଲେମ ତଥା ଜୁଦାଠାରୁ ଅବଲମ୍ବନ ତଥା ଯଷ୍ଟି ଅର୍ଥାତ୍ ସମଗ୍ର ଅପରିହାର୍ଯ୍ୟ ରୁଟି ତଥା ଜଳ ଅପସାରଣ କରନ୍ତି। ଶକ୍ତିଶାଳୀ ବ୍ୟକ୍ତି, ଯୋଦ୍ଧା, ନ୍ୟାୟାଧୀଶ, ପ୍ରବକ୍ତା, ନିଗୁଢ଼ ବିଷୟ ସନ୍ଧାନକାରୀ, ବୟୋଜ୍ୟେଷ୍ଠ, 50 ସୈନ୍ୟାଧୀଶପତି, ସମ୍ଭ୍ରାନ୍ତ ବ୍ୟକ୍ତି, ଉପଦେଷ୍ଟା, ନିପୁଣ ଯାଦୁକର ଓ ପ୍ରବୀଣ ଶୁଭାଶୁଭବାଦୀ ସମସ୍ତେ ନିଶ୍ଚିହ୍ନ ହେବେ। ସେମାନଙ୍କର ଶାସକ ରୂପେ ବାଳକମାନଙ୍କୁ ମୁଁ ନିୟୋଜିତ କରିବି ଓ ଶିଶୁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ। ପୁଣି ଜନତା ପରସ୍ପର ପ୍ରତି ଅତ୍ୟାଚାର କରିବେ। ପ୍ରତ୍ୟେକ ବ୍ୟକ୍ତି ତାର ଅନ୍ୟ ସହନାଗରିକ ଓ ପ୍ରତ୍ୟେକ ବ୍ୟକ୍ତି ତାର ପ୍ରତିବେଶୀ ବିରୁଦ୍ଧରେ ଉପଦ୍ରବ କରିବେ। ଯୁବକ ବୟୋବୃଦ୍ଧଙ୍କୁ ଓ ଅଧମ ବ୍ୟକ୍ତି ସମ୍ମାନିତ ବ୍ୟକ୍ତିକୁ ଅବମାନନା କରିବେ। ଜଣେ ବ୍ୟକ୍ତି ତାର ପିତୃଗୃହରେ ପ୍ରବେଶ କରି ନିଜ ଭ୍ରାତାଙ୍କୁ ସାକ୍ଷାତ କରି କହିବ,
ତୁମର ଗୋଟିଏ ପୋଷାକ ଅଛି, ସୁତରାଂ ତୁମେ ଆମମାନଙ୍କର ନେତା ହୁଅ ଓ ଏହି ଧ୍ୱଂସାବଶେଷର ଗଦା ତୁମର ଶାସନାଧୀନ ହେଉ। ସେ ସମୟରେ ସେ ଉତ୍ତରରେ କହିବ, ମୁଁ ଚିକିତ୍ସକ ହେବି ନାହିଁ, ମୋ ଗୃହରେ ରୁଟି କିମ୍ବା ପୋଷାକ ନାହିଁ। ତୁମେ ମୋତେ ଜନତାର ନେତା ରୂପେ ନିଯୁକ୍ତି ପ୍ରଦାନ କର ନାହିଁ, କାରଣ ଜେରୁସାଲେମ ବିଶ୍ୱସ୍ତ ଯୁଦା ନିପତିତ ହୋଇଅଛି। କାରଣ ସେମାନଙ୍କ ବାକ୍ୟ ତଥା କର୍ମ ଦ୍ୱାରା ପ୍ରଭୁଙ୍କୁ ବିରୋଧ କରି ସେମାନେ ତାହାଙ୍କ ଗୌରବପୂର୍ଣ୍ଣ ସାନ୍ନିଧ୍ୟକୁ ତାଚ୍ଛଲ୍ୟ କରିଅଛନ୍ତି। ସେମାନଙ୍କ ପକ୍ଷପାତିତା ସେମାନଙ୍କ ବିରୁଦ୍ଧରେ ସାକ୍ଷୀ ସ୍ୱରୂପ ହୋଇଛି। ସେମାନେ ସେମାନଙ୍କ ପାପକୁ ଲୁଚାଇ ନ ରଖି ସଦମ ସଦୃଶ ତାହାକୁ ପ୍ରଖ୍ୟାପନ କରନ୍ତି। ସେମାନଙ୍କୁ ଧିକ୍, ନିଜ ପାଇଁ ସ୍ୱୟଂ ସେମାନେ ମନ୍ଦତାକୁ ଆମନ୍ତ୍ରଣ କରିଅଛନ୍ତି। ନୀତିନିଷ୍ଠ ବ୍ୟକ୍ତିମାନଙ୍କୁ କୁହ ଯେ ସେମାନଙ୍କର ମଙ୍ଗଳ ହେବ, କାରଣ ସେମାନେ ସେମାନଙ୍କ କର୍ମ ଫଳ ଭୋଗ କରିବେ। ଦୁଷ୍ଟ ବ୍ୟକ୍ତିକୁ ଧିକ୍, ତା ପ୍ରତି ଅନିଷ୍ଟ ଘଟିବ, କାରଣ ସେ ଯାହା କରିଅଛି ତା ପ୍ରତି ତାହା କରାହେବ। ମୋର ସ୍ୱଜନ ଶୁଣି ଶିଶୁମାନେ ସେମାନଙ୍କର ଉତ୍ପୀଡ଼କ ହୋଇଛନ୍ତି ଓ ନାରୀମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି। ହେ ମୋର ସ୍ୱଜନ, ତୁମର ନେତାମାନେ ତୁମମାନଙ୍କୁ ପଥଭ୍ରଷ୍ଟ କରନ୍ତି ଓ ତୁମ ଗତିପଥକୁ ବିଭ୍ରାନ୍ତ କରନ୍ତି। ଚିରକାଳ ବିଚାର କରିବା ପାଇଁ ପ୍ରଭୁ ପ୍ରସ୍ତୁତ ହୋଇଛନ୍ତି, ସ୍ୱଜନମାନଙ୍କର ବିଚାର କରିବା ପାଇଁ ସେ ଦଣ୍ଡାୟମାନ। ପ୍ରଭୁ ସ୍ୱଜନମାନଙ୍କ ବୟୋଜ୍ୟେଷ୍ଠ ତଥା ଶାସକମାନଙ୍କ ସହିତ ବିଚାରକୁ ଆଗମନ କରନ୍ତି। ତୁମେମାନେ ହିଁ ଦ୍ରାକ୍ଷା ଉଦ୍ୟାନକୁ ବିନଷ୍ଟ କରିଅଛ। ଦରିଦ୍ରମାନଙ୍କଠାରୁ ଲୁଣ୍ଠିତ ବସ୍ତୁ ତୁମମାନଙ୍କ ଗୃହରେ ଅଛି। ମୋର ସ୍ୱଜନମାନଙ୍କୁ ଅତ୍ୟାଚାର କରିବା ଓ ଦିନହୀନମାନଙ୍କ ସମ୍ମୁଖକୁ ଘୋଷିବା ପାଇଁ ତୁମମାନଙ୍କର କି ଅଧିକାର ଅଛି? ସେନାଧୀଶ ପ୍ରଭୁ ଈଶ୍ୱର ଏହା କହନ୍ତି। ଜେରୁସାଲେମର ନାରୀମାନଙ୍କ ବିରୁଦ୍ଧରେ ଚେତାବନୀ। ପ୍ରଭୁ କହନ୍ତି, ସିୟନର କନ୍ୟାମାନେ ଗର୍ବିତା, ସେମାନେ ବେକ ଲମ୍ବାଇ ଓ ପ୍ରଲୁବ୍ଧକାରୀ କଟାକ୍ଷ କରି ଭ୍ରମଣ କରନ୍ତି ଓ ପାଦ କଙ୍କଣ ଦ୍ୱାରା ଝୁଣୁଝୁଣୁ ଶବ୍ଦ କରି ଗମନ କରନ୍ତି। ସୁତରାଂ ସିୟନ କନ୍ୟାମାନଙ୍କ ମସ୍ତକକୁ ପ୍ରଭୁ କାଛୁ କୁଣ୍ଡିଆରେ ଆକ୍ରାନ୍ତ କରିବେ ଓ ସେମାନଙ୍କ ଉଲଗ୍ନତାକୁ ପ୍ରଦର୍ଶିତ କରିବେ। ସେହିଦିନ ପ୍ରଭୁ ସେମାନଙ୍କ ନୂପୁର, ମୁକୁଟ, କର୍ଣ୍ଣଭୂଷଣ, କଙ୍କଣ, ଓଢ଼ଣୀ, କେଶପଟି, ପାଦର ବଳୟ, କଟିବନ୍ଧନୀ, ଅତର ଶିଶି, ବାହୁଟି, ନାକଫୁଲ, ବହୁମୂଲ୍ୟ ବସ୍ତ୍ର, ପୋଷାକ, ଜାମା, ହାତଥଡ଼ି, ସୂକ୍ଷ୍ମ ବସ୍ତ୍ରାଳୟ, ପାଟବସ୍ତ୍ର ତଥା ଶିରବସ୍ତ୍ରକୁ କାଢ଼ି ନେବେ। ସୁଗନ୍ଧ ଦ୍ରବ୍ୟ ପରିବର୍ତ୍ତେ ଦୁର୍ଗନ୍ଧ, କଟିବନ୍ଧନୀ ପରିବର୍ତ୍ତେ ରଜ୍ଜୁ, ସୁନ୍ଦର କେଶସଜ୍ଜା ପରିବର୍ତ୍ତେ ଲଣ୍ଡିତ ମସ୍ତକ, ବହୁମୂଲ୍ୟ ପୋଷାକ ପରିବର୍ତ୍ତେ ଚଟବସ୍ତ୍ର ଓ ସୌନ୍ଦର୍ଯ୍ୟ ପରିବର୍ତ୍ତେ ଧିକ୍କାର ହେବ। ତୁମମାନଙ୍କର ପୁରୁଷମାନେ ଖଡ଼୍ଗ ଦ୍ୱାରା ନିପତିତ ହେବେ ଓ ଶକ୍ତିଶାଳୀ ବ୍ୟକ୍ତିମାନେ ଯୁଦ୍ଧଭୂମିରେ ପତିତ ହେବେ। ନଗରୀ ଦ୍ୱାର ସକଳ କ୍ରନ୍ଦନ ତଥା ବିଳାପ କରିବେ ଏବଂ ବିଧ୍ୱସ୍ତ ହୋଇ ସେ ଭୂମିରେ ଉପବିଷ୍ଟ ହେବ। ଅଧ୍ୟାୟ 4। ସେହିଦିନ 7 ଜଣ ନାରୀ ଜଣେ ପୁରୁଷକୁ ଧରି କହିବେ, ଆମେମାନେ ନିଜ ନିଜ ରୁଟି ଆହାର କରିବୁ ଓ ନିଜ ନିଜ ବସ୍ତ୍ର ପରିହିତ ହେବୁ। କେବଳ ତୁମ ନାମରେ ଅଭିହିତା ହେବା ପାଇଁ ଆମକୁ ଅନୁମତି ଦିଅ ଓ ଆମମାନଙ୍କର ଅପମାନକୁ ଦୂରେଇ ଦିଅ। ମୁକ୍ତିର ପ୍ରତିଶ୍ରୁତି ଓ ଭାବୀ ନବୀକରଣ। ସେହିଦିନ ପ୍ରଭୁଙ୍କ ଦ୍ୱାରା ପ୍ରତିପାଳିତ ଶାଖା ମନୋହର ତଥା ମୋହନୀୟ ହେବ। ଯେଉଁମାନେ ଇସ୍ରାଏଲରେ ଅବଶିଷ୍ଟ ରହିବେ ସେମାନଙ୍କ ଅଭିମାନ ତଥା ମହତ୍ତ୍ୱ ସ୍ୱରୂପ ହେବ ଭୂମିର ଉତ୍ପାଦିତ
ଫଳମୂଳ। ପୁଣି ଯେଉଁମାନେ ସିୟନରେ ପରିତ୍ୟକ୍ତ ହୋଇ ରହିବେ, ଯେଉଁମାନେ ଜେରୁସଲେମରେ ଅବଶିଷ୍ଟ ରହିବେ ଓ ଜେରୁସଲେମରେ ଜୀବନଯାପନ କରିବା ପାଇଁ ଯେଉଁମାନେ ଗଣିତ, ସେହି ବ୍ୟକ୍ତିଗଣ ସନ୍ଥ ଜନ ରୂପେ ନାମିତ ହେବେ। ବିଚାରର ଆତ୍ମା ତଥା ଜ୍ୱଳନ୍ତ ବାୟୁର ଆତ୍ମା ମାଧ୍ୟମରେ ପ୍ରଭୁ ଯେତେବେଳେ ସିୟନ କନ୍ୟାମାନଙ୍କ କଳୁଷତାକୁ ପ୍ରକ୍ଷାଳନ କରିବେ ଓ ଜେରୁସଲେମର ମଧ୍ୟବର୍ତ୍ତୀ ରକ୍ତ ଦାଗକୁ ନିଶ୍ଚିହ୍ନ କରିବେ, ସେତେବେଳେ ସିୟନ ପାହାଡ଼ ଉପରେ ଓ ସେଠାରେ ସମ୍ମିଳିତ ବ୍ୟକ୍ତିମାନଙ୍କ ଉପରେ ପ୍ରଭୁ ଦିବା କାଳରେ ଏକ ମେଘ ଓ ରାତ୍ରି କାଳରେ ଧୂମ ତଥା ଉଜ୍ଜଳ ପ୍ରଦୀପ୍ୟମାନ ଅଗ୍ନି ସୃଷ୍ଟି କରିବେ। କାରଣ ପ୍ରଭୁଙ୍କ ଗୌରବ ସମସ୍ତଙ୍କ ଉପରେ ଏକ ବିତାନ ତଥା ଶିବିର ସଦୃଶ ଅବସ୍ଥାନ କରିବ। ଦିବାକାଳର ଉତ୍ତାପ ସମୟରେ ତାହା ଛାୟା ପ୍ରଦାନ କରିବ ଏବଂ ଝଡ଼ ତୋଫାନ ତଥା ବୃଷ୍ଟିପାତ ସମୟରେ ତାହା ସୁରକ୍ଷା ତଥା ଆଶ୍ରୟସ୍ଥଳ ହୋଇ ରହିବ।